ଧର୍ମ ନୁହେଁ, ଗୋଟିଏ ଗୋଟିଏ ବ୍ୟବସାୟ ଅଟେ ଏବଂ ଏହାକୁ ଯିଏ ନ ବୁଝିପାରେ ସେ ଗୋଟିଏ ଅନ୍ଧ ଅଟେ। ଏହି ଭିଡ଼ିଓଟି କୌଣସି ଧର୍ମ, ପ୍ରଥା ଏବଂ ରିଲିଜନ୍ ଉପରେ ଆଧାରିତ ନୁହେଁ। ଏହି ଭିଡ଼ିଓଟି କେବଳ ଗୋଟିଏ ପକ୍ଷକୁ ନେଇ ନୁହେଁ, ବରଂ ଏହି ଭିଡ଼ିଓଟି ଗୋଟିଏ ମଣିଷ ପଣିଆ ହିସାବରେ ଅଟେ। ସେଥିପାଇଁ ବନ୍ଧୁ, ଏହି ଭିଡ଼ିଓର ଶେଷ ପର୍ଯ୍ୟନ୍ତ ଯୋଡ଼ି ହୋଇ ରୁହନ୍ତୁ ଏବଂ ଟିକିଏ ଶାନ୍ତିରେ ବସିପଡ଼ି ବିଚାର କରନ୍ତୁ କି ଏହି କଥାଟି ସତ୍ୟ ନା ମିଥ୍ୟା। ଏବଂ ଏହି ଭିଡ଼ିଓର ଶେଷରେ ନିଜର ମତାମତ କମେଣ୍ଟରେ ଜଣାନ୍ତୁ ଏବଂ ଭିଡ଼ିଓକୁ ଏତେ ମାତ୍ରାରେ ସେୟାର କରନ୍ତୁ କି ଧର୍ମକୁ ଧନ୍ଦା ବନାଉଥିବା ଲୋକଙ୍କ ନିକଟକୁ ପହଞ୍ଚି ଯାଉ। ଏବଂ ଭିଡ଼ିଓଟି ଭଲ ଲାଗିଲେ ଏହି ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରିଦିଅନ୍ତୁ। କ'ଣ ସତରେ ଧର୍ମ ଗୋଟିଏ ଧନ୍ଦା ଅଟେ? କ'ଣ ସତରେ ଏହା ଯିଏ ନ ଜାଣେ ସିଏ ଅନ୍ଧ ଅଟେ? ବନ୍ଧୁ, ଗୋଟିଏ କଥା ତ ସମସ୍ତେ ଜାଣିଛନ୍ତି, ମଣିଷ ପାଖରେ 5ଟି ଇନ୍ଦ୍ରିୟ ଅଛି। ଶୁଣିବା ପାଇଁ କାନ, ଦେଖିବା ପାଇଁ ଆଖି, ସ୍ୱାଦ ଜିନିଷ ଚାଖିବା ପାଇଁ ଜିଭ, ଥଣ୍ଡା ଗରମ ଜାଣିବା ପାଇଁ ହାତ ଏବଂ ସୁଗନ୍ଧ ଦୁର୍ଗନ୍ଧ ଜାଣିବା ପାଇଁ ନାକ। କିନ୍ତୁ ପ୍ରକୃତିର ଏତେ ସୁନ୍ଦର ଦୁର୍ଲଭ ଉପହାର ଥାଇ ବି ଆମେ କାହିଁକି ଅନ୍ଧ ହୋଇଯାଉ? କାହିଁକି ଏବଂ କିପରି ଆମେ ଅନ୍ଧ ହୋଇଥାଉ? କେବେ ଭାବିଛ? ମୁଁ କହୁଛି, ଧ୍ୟାନ ଦେଇ ଶୁଣ। ନିଜ ଉପରେ ବିଶ୍ୱାସ ନ କରି ଆମେ ଭଗବାନ ଉପରେ ବିଶ୍ୱାସ କରି ତାରି ଆଗରେ, ତାରି ମନ୍ଦିର ସାମ୍ନାରେ ଆମେ ହାତ ଯୋଡ଼ି ଠିଆ ହୋଇ କିଛି ମାଗିଥାଉ। କିନ୍ତୁ ସେହି ମନ୍ଦିର ଭିତରେ ଥିବା ଭଗବାନଙ୍କ ମୂର୍ତ୍ତି ଚୋରି ହୋଇଯାଇଥାଏ। ତାହା ଆମକୁ ଜଣା ନଥାଏ। ତାହା ଜାଣିବା ପରେ ଆମେ ସେହିଠାରୁ ଚାଲି ଆସୁ। କିନ୍ତୁ ମୁଁ ଏହିଠାରେ ଏତିକି ବୁଝି ନପାରେ କି ଆମେ ଯାହା ଭଗବାନଙ୍କୁ ମାଗୁ ତାହା ସେହି ଚୋରି ହୋଇଥିବା ମୂର୍ତ୍ତିକୁ ମାଗୁ କି ଭଗବାନଙ୍କୁ। ତ ବନ୍ଧୁ, କ'ଣ ଏହା ଗୋଟିଏ ଅନ୍ଧର ସ୍ୱଭାବ ନୁହେଁ? ଗୋଟିଏ ମନ୍ଦିରରେ ଗୋଟିଏ ପଣ୍ଡିତ କିମ୍ବା ପୂଜକ ସେ ପ୍ରତ୍ୟେକ ଦିନ ଭଗବାନଙ୍କୁ ପୂଜା କରିଥାଏ। କିନ୍ତୁ ତଥାପି ସେ କାହିଁକି ଦାନପେଟିକୁ ତାଲା ପକାଇ ରଖିଥାଏ? ସେ କାହିଁକି ଭଗବାନ ଉପରେ ବିଶ୍ୱାସ ନ କରି ଗୋଟିଏ ଛୋଟ ଲୁହାର ତାଲା ଉପରେ ଅଧିକ ବିଶ୍ୱାସ କରିଥାଏ? ଯଦି ସତରେ ସେ ଦାନପେଟିଟି ଭଗବାନଙ୍କର ହୋଇଥାନ୍ତା ତ ଭଗବାନ କ'ଣ ସେ ଦାନପେଟିର ରକ୍ଷା କରିନଥାନ୍ତେ? କେବେ ଏହା ଭାବିଛ? ଆମ ହିନ୍ଦୁ ଧର୍ମରେ ହିଁ ବଡ଼ ବଡ଼ ବିଶାଳକାୟ ମନ୍ଦିର ବନା ହେଉଛି। ସେହି ମନ୍ଦିର ବାହାରେ ହଜାର ହଜାର ଭିକାରୀ ଥାଳି ଧରି ମାଗନ୍ତି, କିନ୍ତୁ ଗୋଟିଏ ବ୍ୟକ୍ତି ବି ତାଙ୍କୁ 50 ଟଙ୍କା ଦାନ ଦେଇନଥାଏ। କିନ୍ତୁ ସେହି ସାମ୍ନାରେ ଗୋଟିଏ ବଡ଼ ଭଗବାନଙ୍କ ନାମରେ ଦାନ ପେଟିଟିଏ ଥାଏ। ସେହି ଦାନ ପେଟିରେ ସେହି ବ୍ୟକ୍ତି 50,000 ଟଙ୍କା ଦାନ କରିଦିଏ ଏବଂ କହେ କି ମୁଁ ଭଗବାନଙ୍କୁ ଦେଇଛି। କ'ଣ ସେହି ବ୍ୟକ୍ତି ଅନ୍ଧ ନୁହେଁ? ଗୋଟିଏ ଛୋଟ ଥାଳିରେ ଛୋଟ ଦୀପଟିଏ ଜାଳି ଆଳତୀର ଥାଳିର ନାଁରେ ଆଳତୀ ଦେଇ ଲୋକଙ୍କଠୁ ଟଙ୍କା ମାଗିଥାଏ। ତ ସେ କାହିଁକି ସେ ମନ୍ଦିର ବାହାରେ ଥାଳି ଧରି ମାଗୁଥିବା ଭିକାରୀଙ୍କ ତୁଳନାରେ ଆସେ ନାହିଁ? ତ ବନ୍ଧୁ, ଏହା ତ ଥିଲା କିଛି ଜାଣିବା କଥା। କିନ୍ତୁ ମୁଁ କହିବାକୁ ଯାଉଥିବା ଏହି ଛୋଟ କାହାଣୀ ଆପଣଙ୍କ ମନକୁ ପରିବର୍ତ୍ତନ କରିଦେବ। ଶ୍ୟାମ ନାମରେ ଗୋଟିଏ ବ୍ୟକ୍ତିଟିଏ ଥାଏ। ତା ଘରରେ କିଛି ଦୁଷ୍ଟ ଶକ୍ତି ବାସ କରିଛନ୍ତି। ସେଥିପାଇଁ ସେ ଗୋଟିଏ ପଣ୍ଡିତ କିମ୍ବା ପୂଜକ ପାଖକୁ ଗଲା, ସବୁ କିଛି କହିଲା। ସେ ପୂଜକ ମଧ୍ୟ ମନ ଧ୍ୟାନ ଦେଇ ସବୁ କିଛି ଶୁଣିଲେ। ଶେଷରେ ପୂଜକ କହିଲେ, ବାବୁରେ, ତୋତେ ଗୋଟିଏ ପୂଜା କରିବାକୁ ଲାଗିବ। ଶ୍ୟାମ କହିଲା, ସେ ପୂଜାରେ କ'ଣ କ'ଣ ଲାଗିବ ପଣ୍ଡିତ? ସେ ପଣ୍ଡିତ କିମ୍ବା ପୂଜକ କହିଲା, ନଡ଼ିଆ, ଦୀପ, ଧୂପ, ଚାଉଳ। ଶ୍ୟାମ ଖୁସି ହୋଇ ପୁଣି କହିଲା, ଆଉ କ'ଣ ଲାଗିବ କି ମହାତ୍ମା? ସେ ପୂଜକ ସଙ୍ଗେ ସଙ୍ଗେ କହିଲା, ଗୋଟିଏ କଳା କୁକୁଡ଼ା, ଗୋଟିଏ ବୋତଲରେ ମଦ, ମୋ ପାଇଁ ଗାମୁଛା ଏବଂ ଟଙ୍କା 5,000। ଶ୍ୟାମ ସଙ୍ଗେ ସଙ୍ଗେ ସେହି ପୂଜାକୁ ଆରମ୍ଭ କରିଲା। ପୂଜା ଶେଷ ହେଲା, କିନ୍ତୁ କିଛି ଦିନ ବିତିଯିବା ପରେ କିଛି ବି ଫରକ ପଡ଼ିଲା ନାହିଁ। ହେଲେ କିଛି ମାସ ବିତିଯିବା ପରେ ତା ଘରରେ ଗୋଟିଏ ବିବାହ ହେଲା। ସେହି ବିବାହରେ ଶ୍ୟାମର ପରିବାର ଘର ହସରେ ଖୁସିରେ ଭରିଗଲା। ସେ ଏଥର ଭାବିପାରିଲା ଯେ ତା ଘରରେ ନେଗେଟିଭ୍ ଉର୍ଜା ନଥିଲା, ନେଗେଟିଭ୍ ଉର୍ଜା ଥିଲା ତ ତା ମନରେ। ସେଥିପାଇଁ ବନ୍ଧୁ, ସଦାବେଳେ ମନରେ ଭଲ ଭାବନା ରଖ, କାହିଁକି ନା ମନର ଭଲ ଭାବନା ହିଁ ମଣିଷର ଭବିଷ୍ୟତ ତିଆରି କରିଥାଏ।